ମହାଧନୀ ହେବେ ଏହି ପାଞ୍ଚଟି ରାଶିର ବ୍ୟକ୍ତି। ପ୍ରଭୁ ବଜରଙ୍ଗବାଲୀଙ୍କର କୃପାରୁ ଏହି ମହାବିଷୁବ ପଣା ସଂକ୍ରାନ୍ତି ଠାରୁ ମାନେ ଓଡ଼ିଆ ନବବର୍ଷ ଠାରୁ ଏହି ପାଞ୍ଚଗୋଟି ରାଶିର ବ୍ୟକ୍ତିବିଶେଷମାନଙ୍କର ଘର ଉପରେ ହେବ ଟଙ୍କାର ବର୍ଷା। ମିଳିବ ବଡ଼ ବଡ଼ ଖୁସିର ଖବର। ସୂର୍ଯ୍ୟ ଏବଂ ମଙ୍ଗଳ କରିବେ ମହାପରିବର୍ତ୍ତନ ଏବଂ ଏହି ରାଶିକୁ କରିବେ ଧନବାନ ବ୍ୟକ୍ତି ଏବଂ ମିଳିବ ବଡ଼ ବଡ଼ ଚାକିରି। ଆପଣ ହଠାତ୍ ହୋଇଯିବେ ଧନୀ। ମିଳିବ ସନ୍ତାନ ସୁଖ ଏବଂ କିଣିବେ ଘର ଓ ଜମିବାଡ଼ି। ଜାଣନ୍ତୁ କିଏ ଏହି ପାଞ୍ଚଗୋଟି ରାଶି ଯେଉଁମାନଙ୍କର ଭାଗ୍ୟ ପ୍ରଭୁ ବଜରଙ୍ଗବାଲୀଙ୍କର କୃପାରୁ ଏହି ଓଡ଼ିଆ ନବବର୍ଷ ଠାରୁ ମାନେ ପଣା ସଂକ୍ରାନ୍ତି ଠାରୁ ବଦଳିବାକୁ ଯାଉଅଛି। ଯେଉଁମାନଙ୍କ ଉପରେ ହାତୀ ଢାଳିବ ସୁନାର କଳସ। ଆଜ୍ଞା ହଁ ବନ୍ଧୁଗଣ, ଏହି ପଣା ସଂକ୍ରାନ୍ତି ଠାରୁ ବଦଳିଯିବ ଏହି ପାଞ୍ଚଗୋଟି ରାଶିର ଭାଗ୍ୟ। ଏହି ପାଞ୍ଚଗୋଟି ରାଶିର ବ୍ୟକ୍ତିବିଶେଷମାନଙ୍କର ଘର ଉପରେ ହେବ ଟଙ୍କାର ବର୍ଷା। ଏହି ବ୍ୟକ୍ତିବିଶେଷମାନଙ୍କ ପାଇଁ ବର୍ତ୍ତମାନ ସୁବର୍ଣ୍ଣ ସୁଯୋଗ ଅପେକ୍ଷା କରି ରହିଅଛି। ଏମାନେ ଯାହା ଇଚ୍ଛା କରିବେ ତାହା ପାଇବାକୁ ଯାଉଛନ୍ତି। ସୂର୍ଯ୍ୟ ଏବଂ ମଙ୍ଗଳଙ୍କର ମହାପରିବର୍ତ୍ତନ ବର୍ତ୍ତମାନ ଏହି ରାଶିଗୁଡ଼ିକ ପାଇଁ ରାଜଜଟକ ସୃଷ୍ଟି କରିଅଛି। ବନ୍ଧୁଗଣ, ସମସ୍ତ ଗ୍ରହମାନେ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିଥାନ୍ତି ଏବଂ ଏହି ଗ୍ରହ ଚଳନ ଦୃଷ୍ଟିରୁ ଏବଂ ବଜରଙ୍ଗବାଲୀଙ୍କର କୃପାରୁ ଏହି ପଣା ସଂକ୍ରାନ୍ତି ଠାରୁ ଏହି ପାଞ୍ଚଗୋଟି ରାଶିର ବ୍ୟକ୍ତିବିଶେଷମାନଙ୍କର ଜୀବନରେ ହେବ ଧନର ବର୍ଷା। ଏମାନଙ୍କର ଜୀବନ ପୂରାପୂରି ବଦଳିବାକୁ ଯାଉଅଛି। ସମସ୍ତ ଗ୍ରହମାନଙ୍କର ପ୍ରଭାବ ସମସ୍ତ 12ଗୋଟି ରାଶି ଉପରେ ପଡ଼ିଲେ ମଧ୍ୟ ପ୍ରଭୁ ବଜରଙ୍ଗବାଲୀଙ୍କର କୃପାରୁ ଏହି ପାଞ୍ଚଗୋଟି ରାଶିର ବ୍ୟକ୍ତିବିଶେଷମାନଙ୍କର ଜୀବନ ହଠାତ୍ ବଦଳିଯିବ। ଏହି ପଣା ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉଚ୍ଚସ୍ତ ହେବେ ଏବଂ ମଙ୍ଗଳ ମଧ୍ୟ ରାଶି ପରିବର୍ତ୍ତନ କରିବେ। ତେବେ ଜାଣି ରଖନ୍ତୁ କେଉଁ କେଉଁ ରାଶିମାନଙ୍କୁ ମିଳିବ ସୂର୍ଯ୍ୟ, ମଙ୍ଗଳ ଏବଂ ବୁଧଙ୍କର କୃପା। ଏହା ପୂର୍ବରୁ ଯଦି ଆପଣମାନେ ବି ପ୍ରଭୁ ବଜରଙ୍ଗବାଲୀଙ୍କୁ ସଚ୍ଚା ହୃଦୟରେ ଭକ୍ତି କରୁଥାନ୍ତି, ବିଶ୍ୱାସ କରୁଥାନ୍ତି, ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ହନୁମାନ, ଜୟ ବଜରଙ୍ଗବାଲୀ ଅବଶ୍ୟ ଲେଖିଦିଅନ୍ତୁ। ଏହି ପଣା ସଂକ୍ରାନ୍ତି ଠାରୁ ବଜରଙ୍ଗବାଲୀଙ୍କର କୃପାରୁ ଏହି ରାଶିର ବ୍ୟକ୍ତିବିଶେଷମାନଙ୍କୁ ଅତ୍ୟନ୍ତ ଶୁଭଫଳର ପ୍ରାପ୍ତି ହେବାକୁ ଯାଉଅଛି ଏବଂ କର୍ମକ୍ଷେତ୍ରରେ ବଡ଼ ସଫଳତା ମିଳିବା ପାଇଁ ଯାଉଅଛି ଏବଂ ପରିଶ୍ରମର ଉପଯୁକ୍ତ ଫଳ ମଧ୍ୟ ଏମାନଙ୍କୁ ପ୍ରାପ୍ତି ହେବ। କାର୍ଯ୍ୟରେ ସଫଳତା ସହିତ ଘର ପରିବାରରେ ହସଖୁସିର ବାତାବରଣ ରହିବ। ସମ୍ପର୍କରେ ମଧୁରତା ଆସିବ ଏବଂ ଚାକିରି କ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ହେବ। ଏହି ରାଶିର ବ୍ୟକ୍ତିବିଶେଷମାନଙ୍କୁ ସମୟ ସମୟରେ ହଠାତ୍ ଧନ ପ୍ରାପ୍ତି ହେବାର ମଉକା ପ୍ରାପ୍ତି ହେବ। ଆପଣମାନେ ଭୂମି, ଗାଡ଼ି, ନୂତନ ଗୃହ ଆଦି ନିର୍ମାଣ କରିପାରନ୍ତି। ପୂର୍ବ ଅପେକ୍ଷା ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ ଏବଂ ଆୟର ନୂଆ ନୂଆ ଉପାୟ ଆପଣଙ୍କ ସାମ୍ନାକୁ ଆସିବ। କର୍ମକ୍ଷେତ୍ରରେ ଉନ୍ନତି ହେବା ସହିତ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତି ଦେଖିବା ପାଇଁ ମିଳିବ। ଏହି ପଣା ସଂକ୍ରାନ୍ତି ପରେ ଏହି ରାଶିର ବ୍ୟକ୍ତିବିଶେଷମାନଙ୍କର ଜୀବନରେ ଥିବା ସମସ୍ତ ସମସ୍ୟାମାନଙ୍କର ଅନ୍ତ ଘଟିବ। ଅଯଥା ଖର୍ଚ୍ଚରୁ ଆପଣଙ୍କୁ ମୁକ୍ତି ମିଳିଯିବ ଏବଂ ଆପଣଙ୍କର ଆମଦାନୀରେ ବୃଦ୍ଧି ଦେଖିବାକୁ ମିଳିବ। ଧନ ସମ୍ପତ୍ତିରେ ବୃଦ୍ଧି ହେବା ସହିତ ଆପଣ ଟଙ୍କା ନିବେଶ କରି ଟଙ୍କା କମାଇ ଆପଣ ବହୁତ ଅଧିକ ଲାଭବାନ ହୋଇପାରିବେ। ପୈତୃକ ସମ୍ପତ୍ତିରୁ ଆପଣଙ୍କୁ ଲାଭ ପ୍ରାପ୍ତି ହେବ। ଆପଣଙ୍କର ସମସ୍ତ ବିବାଦ ଦୂର ହେବ ଏବଂ ବିବାହିତ ସମସ୍ତ ପୁରୁଷ ଏବଂ ମହିଳାମାନଙ୍କୁ ସନ୍ତାନ ସୁଖ ମଧ୍ୟ ପ୍ରାପ୍ତି ହେବ। ଏହି ରାଶିର ବ୍ୟକ୍ତିବିଶେଷମାନଙ୍କୁ ପ୍ରଭୁ ବଜରଙ୍ଗବାଲୀଙ୍କର ବିଶେଷ କୃପା ପ୍ରାପ୍ତି ହେବ। ଏମାନଙ୍କର ସ୍ୱାସ୍ଥ୍ୟ ଠିକ୍ ରହିବ ଏବଂ ବ୍ୟବସାୟରେ ବଡ଼ ସଫଳତା ଦେଖିବା ପାଇଁ ପାଇବେ ଏବଂ ବିଦେଶ ଯାତ୍ରାର ମଧ୍ୟ ଯୋଗ ବନୁଅଛି। ଆପଣ ଅନେକ କ୍ଷେତ୍ରରେ ଟଙ୍କା ନିବେଶ କରି ଲାଭବାନ ହେବେ। ଭାଗ୍ୟ ଆପଣଙ୍କର ସାହାଯ୍ୟ କରିବ। ଯେଉଁମାନେ ବେରୋଜଗାରୀ ଅଛନ୍ତି ସେମାନଙ୍କୁ ନୂତନ କର୍ମ ମଧ୍ୟ ପ୍ରାପ୍ତି ହେବାର ଯୋଗ ବନୁଅଛି। ପ୍ରେମ ଜୀବନରେ ମଧ୍ୟ ସଫଳତା ପ୍ରାପ୍ତି ହେବ। ବିବାହ ବୟସ ହୋଇଥିଲେ ଆପଣଙ୍କର ବିବାହ ମଧ୍ୟ ହୋଇଯିବ ଏବଂ ଆପଣଙ୍କର ଘରକୁ ବିବାହ ପ୍ରସ୍ତାବମାନ ଆସିପାରେ। ତେବେ ଡେରି ନ କରି ଆସନ୍ତୁ ଜାଣିନେବା ସେହି ପାଞ୍ଚଗୋଟି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ।
ଯେଉଁମାନଙ୍କର ଭାଗ୍ୟ ଏହି ପଣା ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ ଠାରୁ ପୁରାପୁରି ବଦଳିବାକୁ ଯାଉଅଛି। ସବୁଠୁ ପ୍ରଥମ ଭାଗ୍ୟଶାଳୀ ରାଶି ହେଉଛି କୁମ୍ଭ ରାଶି। ଆପଣ ଲେଖିକି ରଖନ୍ତୁ, ଏହି ପଣା ସଂକ୍ରାନ୍ତି ପରେ ଯେବେ ସୂର୍ଯ୍ୟ ଆପଣଙ୍କର ତୃତୀୟ ଭାବକୁ ଚଳନ କରିବେ ଏବଂ ଉଚ୍ଚସ୍ଥ ହେବେ, ତ ଆପଣଙ୍କର ଭାଗ୍ୟରେ ଗୋଟେ ବଡ଼ ପରିବର୍ତ୍ତନ ଆସିବ। ଆପଣଙ୍କର ଅଟକି ରହିଥିବା ବନ୍ଦ ପଡ଼ିଥିବା ସମସ୍ତ କାର୍ଯ୍ୟ ଆପଣଙ୍କର ଚାଲୁ ହେବାକୁ ଲାଗିବ। ଆପଣଙ୍କର ଜୀବନରେ ଗୋଟେ ଟର୍ଣ୍ଣିଂ ପଏଣ୍ଟ ଆସିବ। ଆପଣଙ୍କୁ କେହି ଜଣେ ଏମିତି ବ୍ୟକ୍ତି ମିଳିପାରନ୍ତି ଯିଏକି ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସାହାଯ୍ୟ ଏବଂ ସହଯୋଗ କରିବେ। ଏହି ପଣା ସଂକ୍ରାନ୍ତି ପରେ ଆପଣ କିଛି ଭୂମି, ପ୍ରପର୍ଟି, ଜମି, ନୂତନ ଯାନବାହନ, ନୂତନ ଗୃହ ନିର୍ମାଣ କରିପାରନ୍ତି। ପୈତୃକ ସମ୍ପତ୍ତିରୁ ଆପଣଙ୍କୁ ଲାଭ ମିଳିପାରେ। ଆପଣଙ୍କର କୌଣସି ପୁରୁଣା ପ୍ରପର୍ଟି ସେଲ୍ ହୋଇପାରେ ଏବଂ ଆପଣଙ୍କ ହାତକୁ ମୋଟା ଅଙ୍କର ଅର୍ଥ ଆସିପାରେ। ବିଭିନ୍ନ ଦିଗରୁ ଆପଣଙ୍କ ପାଖକୁ ଅର୍ଥର ଆଗମନ ହେବ। ଆକସ୍ମିକ ଧନ ପ୍ରାପ୍ତି ହେବ। ଦୀର୍ଘଦିନ ଧରି ଆପଣଙ୍କର ମନରେ ଯେଉଁ ଇଚ୍ଛା ଅଭିଳାଷ ଥିଲା, ମନସ୍କାମନା ଥିଲା, ତାହା ପୂର୍ଣ୍ଣ ହେବାକୁ ଯାଉଅଛି। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରିବେ। ପ୍ରେମ ଜୀବନରେ ସୁଖମୟ ସମୟ ଅତିବାହିତ କରିବେ। କର୍ମକ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିବ। ପ୍ରମୋସନ ଯୋଗ ବନିବ। ନୂତନ ଚାକିରି ମିଳିବାର ବହୁତ ଅଧିକ ସମ୍ଭାବନା ବନୁଅଛି। ଆପଣ କୌଣସି ଧାର୍ମିକ ସ୍ଥାନକୁ ବା ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ସମାଜରେ ଆପଣଙ୍କର ମାନ ସମ୍ମାନ ଏବଂ ପ୍ରତିଷ୍ଠା ବଢ଼ିବ। ଲୋକପ୍ରିୟତା ବଢ଼ିବ। ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ପ୍ରଗତି କରିବେ। ଆପଣଙ୍କର ଦୈନିକ ରୋଜଗାର ବଢ଼ିବ। ନୂତନ ବ୍ୟାପାର ଆରମ୍ଭ କରିପାରନ୍ତି। ସମସ୍ତ ଋଣ କରଜରୁ ଆପଣଙ୍କୁ ମୁକ୍ତି ମିଳିବ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟାର ମଧ୍ୟ ମୁକ୍ତି ମିଳିବ। ଆପଣଙ୍କର କୁମ୍ଭ ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ହନୁମାନ, ଜୟ ବଜରଙ୍ଗବଲି ଅବଶ୍ୟ ଲେଖିଦିଅନ୍ତୁ। ଦ୍ୱିତୀୟ ଭାଗ୍ୟଶାଳୀ ରାଶିଟି ହେଉଛି ତୁଳା ରାଶି। ଆପଣ ଲେଖିକି ରଖନ୍ତୁ, ଏହି ମହାବିଷୁବ ପଣା ସଂକ୍ରାନ୍ତି ପରେ ଆପଣଙ୍କର ଭାଗ୍ୟ ଚମକିବାକୁ ଲାଗିବ। ଯେତେବେଳେ ସୂର୍ଯ୍ୟ ଆପଣଙ୍କର ସପ୍ତମକୁ ଚଳନ କରିବେ, କେନ୍ଦ୍ରକୁ ଚଳନ କରିବେ ଏବଂ ଉଚ୍ଚସ୍ଥ ହେବେ, ତ ପ୍ରତ୍ୟେକଟି କ୍ଷେତ୍ରରେ ଆପଣଙ୍କୁ ଯଶ, ଖ୍ୟାତି, ମାନ ସମ୍ମାନ ପ୍ରାପ୍ତି ହେବ। ସମସ୍ତ ସୁଖ ଆପଣଙ୍କୁ ପ୍ରାପ୍ତି ହେବ। ଖାସ୍ କରି ଏହି ପଣା ସଂକ୍ରାନ୍ତି ପରେ ଆପଣ କିଛି ଭୂମି, ଜମି, ପ୍ରପର୍ଟି, ନୂତନ ଯାନବାହନ, ନୂତନ ଗୃହ ନିର୍ମାଣ କରିପାରନ୍ତି। ଭ୍ରମଣ ସୁଖ ଆପଣଙ୍କୁ ପ୍ରାପ୍ତି ହେବ। ପ୍ରେମ ଜୀବନରେ ଲାଗି ରହିଥିବା ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ। ଆପଣଙ୍କର ଜୀବନରେ ନୂତନ ପାର୍ଟନର ଆସିପାରନ୍ତି। ଭାଗ୍ୟର ସାଥ ମିଳିବ। ଯେଉଁ ବି କାମରେ ହାତ ଦେବେ ସେଥିରେ ଆପଣଙ୍କୁ ସଫଳତା ମିଳିବ। ଅଟକି ରହିଥିବା ବନ୍ଦ ପଡ଼ିଥିବା ଆପଣଙ୍କର ସମସ୍ତ କାର୍ଯ୍ୟ ପୁଣି ଥରେ ଚାଲୁ ହେବାକୁ ଲାଗିବ। ଦୀର୍ଘ ଦିନ ଧରି ଆପଣଙ୍କର ମନରେ ଯେଉଁ ଇଚ୍ଛାଭିଳାଷ, ମନସ୍କାମନା ଥିଲା, ତାହା ପୂର୍ଣ୍ଣ ହେବ। ଆକସ୍ମିକ ଧନ ପ୍ରାପ୍ତି ହେବ। ଧନ କମାଇବା ପାଇଁ ନୂଆ ନୂଆ ରାସ୍ତା ଆପଣଙ୍କୁ ମିଳିଯିବ। ବିଭିନ୍ନ ଦିଗରୁ ଆପଣଙ୍କ ପାଖକୁ ଅର୍ଥର ଆଗମନ ହେବ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରିବେ। ସନ୍ତାନ ସୁଖ ପ୍ରାପ୍ତି ହେବ। ବିବାହ ବୟସ ହୋଇଥିଲେ ଘରକୁ ବିବାହ ପ୍ରସ୍ତାବ ଆସିବ। ବିବାହ ମଧ୍ୟ ଫାଇନାଲ ହେବ। ବ୍ୟାପାର ବାଣିଜ୍ୟରେ ଉନ୍ନତି କରିବେ। ନୂତନ ବ୍ୟାପାର ଆରମ୍ଭ କରିବେ। ଆପଣଙ୍କର ଦୈନିକ ରୋଜଗାର ବଢ଼ିଯିବ। ଖର୍ଚ୍ଚ ମଧ୍ୟ କମିଯିବ ଏବଂ ଆପଣ ସଞ୍ଚୟ କରିବା ଆରମ୍ଭ କରିବେ। ସମସ୍ତ ଋଣ କରଜରୁ ଆପଣଙ୍କୁ ମୁକ୍ତି ମିଳିବ। ଆପଣଙ୍କର ତୁଳା ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ହନୁମାନ, ଜୟ ବଜରଙ୍ଗବଲି ଅବଶ୍ୟ ଲେଖିଦିଅନ୍ତୁ। ଧନୁ ରାଶି। ଆପଣ ଲେଖିକି ରଖନ୍ତୁ, ଏହି ପଣା ସଂକ୍ରାନ୍ତି ପରେ ଆପଣ ଯାହା ଇଚ୍ଛା କରିବେ ଆପଣଙ୍କୁ ତାହା ପ୍ରାପ୍ତି ହେବ। ସମସ୍ତ କ୍ଷେତ୍ରରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଯେତେବେଳେ ସୂର୍ଯ୍ୟ ଆପଣଙ୍କର ପଞ୍ଚମ ଭାବକୁ ଚଳନ କରିବେ, ଲକ୍ଷ୍ମୀର ଭାବକୁ ଚଳନ କରିବେ ଏବଂ ଉଚ୍ଚସ୍ଥ ହେବେ, ତ ଆପଣଙ୍କୁ ଆକସ୍ମିକ ଧନ ପ୍ରାପ୍ତି ହେବ। ଗୁପ୍ତ ସ୍ରୋତରୁ ଆପଣଙ୍କୁ ଧନ ପ୍ରାପ୍ତି ହେବ। ବିଭିନ୍ନ ଦିଗରୁ ଆପଣଙ୍କ ପାଖକୁ ଅର୍ଥର ଆଗମନ ହେବ। ଦୀର୍ଘଦିନ ଧରି ଆପଣଙ୍କର ମନରେ ଯେଉଁ ଇଚ୍ଛା ଅଭିଳାଷ ଥିଲା, ମନସ୍କାମନା ଥିଲା, ତାହା ପୂର୍ଣ୍ଣ ହେବାକୁ ଯାଉଅଛି। ଧନ କମାଇବା ପାଇଁ ନୂଆ ନୂଆ ରାସ୍ତା ଆପଣଙ୍କୁ ମିଳିବ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରିବେ। ସମସ୍ତ ଏକ୍ଜାମ, କମ୍ପିଟେଟିଭ୍ ଏକ୍ଜାମରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ପ୍ରେମ ଜୀବନରେ ସୁଖମୟ ସମୟ ଅତିବାହିତ କରିବେ। ଆପଣଙ୍କର ଜୀବନରେ ନୂତନ ପାର୍ଟନର ଆସିପାରନ୍ତି। ବୈବାହିକ ସୁଖ ଆପଣଙ୍କୁ ପ୍ରାପ୍ତି ହେବ।
विवाह बयस होइतिले घरकू विवाह प्रस्ताव आसिब। समस्त ऋण करजरू आपणको मुक्ति मिलिब। भाग्यर साथ मिलिब। अटकी रहितबा समस्त कार्य पुणी थरे चालू हेब। आपण किछि भूमि जमी प्रॉपर्टी नूतन जानवाहन नूतन गृह निर्माण करिपारंती। कौनसी धार्मिक स्थान वा दूरस्थान को यात्रा करिपारंती। कर्मक्षेत्र में प्रमोशन जोग बनिब। ट्रांसफर होई पारे। एमएनसी कंपनी रु जॉब ऑफर आसीपारे। नूतन चाकरी मध्य आपनको प्राप्ति होई पारे। आपणकर धनुराशि होइथिले तळे थिबा कमेंट बॉक्स रे जय हनुमान जय बजरंग बली अवश्य लिखि दियंतु। बिछा राशि आपण लिखिकी रखंतु। एही पणा संक्रांति परे आपणकू समस्त क्षेत्र में सफलता प्राप्ति हेब। खास करी जो व्यक्ति विशेष माने ऋण करजर मायाजाल फसी रही सेमानंकू एही पणा संक्रांति परे समस्त ऋण करजर मुक्ति मिलिब। समस्त शत्रु मानक ठारू मुक्ति मिलिब। एही पणा संक्रांति परे आपण कोनोसी विदेश यात्रा करि पारंती। दूरस्थान को यात्रा करि पारंती। भाग्यर साथ आपनको मिलिब। आपण जो भी काम हाथ देबे सेथिरे आपनको सफलता मिलिब। अटकी रहितबा समस्त कार्य चालू हेब। आपण किछि नूतन जानवाहन नूतन गृह प्रॉपर्टी भूमि इत्यादि क्रय करिपारंती। कर्मक्षेत्र में बड़ परिवर्तन आसिब। बेरोजगारी युवक युवती मानंकू नूतन चाकरी प्राप्ति हेब। ट्रांसफर होई पारे। कौनसी एमएनसी कंपनी रु जॉब ऑफर आसीपारे। जो माने हॉस्पिटल मेडिकल लाइन में काम करुछंती सेमानंकू अत्यंत शुभफलर प्राप्ति हेब। समाज रे आपनको मान सम्मान प्रतिष्ठा प्राप्ति हेब। छात्र छात्री माने उच्च शिक्षा लाभ करिवे। प्रेम जीवन में सुखमय समय अतिबाहित करिवे। संतान सुख आपनको प्राप्ति हेब। समस्त स्वास्थ्यगत समस्या मध्य मुक्ति पाइबे। आकस्मिक धन प्राप्ति हेबा सहित विभिन्न दिगरु आपणक पाखकू अर्थर आगमन हेब। नूतन व्यापार आरंभ करिपारंती एवं व्यापार रे उन्नति प्रगति करिपारंती। आपणकर विच्छा राशि होइथिले तळे थिबा कमेंट बॉक्स रे जय हनुमान जय बजरंग बली अवश्य लिखि दियंतु। मिथुन राशि एही पणा संक्रांति परे जेतेबेले सूर्य आपणकर एकादश भाव को चलन करिवे एवं उच्चस्थ हेबे तो आपणकर दीर्घ दिन धरी आपणकर मनरे जो इच्छा अभिलाष थिला मनस्कामना थिला ताहा पूर्ण हेबाकू जाउअछि। आकस्मिक धन प्राप्ति हेब। चारि दिगरु लाभ ही लाभ प्राप्ति हेब। विभिन्न दिगरु आपणक पाखकू अर्थर आगमन हेब। धन कमाइबा पाई नुआ नुआ रास्ता आपणको मिलिजिब। व्यापार वाणिज्य रे बहुत अधिक उन्नति प्रगति करिवे। नूतन व्यापार किछि आरंभ करिपारंती। छात्र छात्री माने उच्च शिक्षा लाभ करिवे। प्रेम जीवन में सुखमय समय अतिबाहित करिवे। विवाह बयस होइथिले घर को विवाह प्रस्ताव मान आसीपारे। भाग्यर साथ मिलिब। जो भी काम हाथ देबे सेथिरे आपनको सफलता मिलिब। आपण कोनोसी दूर स्थान को बा धार्मिक स्थान को यात्रा करिपारंती। किछि भूमि जमी प्रॉपर्टी नूतन जानवाहन क्रय करिपारंती। गृह रे किछि शुभ मांगलिक कार्यर आयोजन होई पारे। कर्मक्षेत्र में प्रमोशन जोग बनिब। ट्रांसफर होई पारे। कौनसी एमएनसी कंपनी रु जॉब ऑफर आसीपारे। बेरोजगारी युवक युवती मानंकू नूतन चाकरी प्राप्ति हेब। समस्त ऋण करजरू आपणको मुक्ति मिलिब एवं स्वास्थ्यगत समस्या मध्य मुक्ति पाइबे। आपणकर मिथुन राशि होइथिले तळे थिबा कमेंट बॉक्स रे जय हनुमान जय बजरंग बली अवश्य लिखि दियंतु।